ହୁଁ। ହଁ ବା କଣ କହିବି, ଆମର ତ ସେଇଆ ଆଉ। 4ଟା ହେଇଗଲାଣି, ଯାଉଛି ନିକି କହିବି ଗୋଟେ କପ୍ ଚା ଆଣିଦବ ଟିକେ ପିଇବା, ଯାଉଛି। ହଁ ପରା। ହଁ 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 ତୁ ସେଇଆ କର, ମୁଁ ଯୋଉଟା ସଜେସନ ଦେଲି ତୁ ସେଇ କାମଟା କରେ। 2 ଠୋପା ମିଶେଇକି ଦେଇଦବୁ ଯେ ଗଲା କାମ ଶେଷ ଆଉ। ହଁ 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 ହଉ ରଖେ ଆଁ। ହଉ। ହେଲେ କାହାକୁ ଗୋଟେ ସଜେସନ ଦଉଥିଲୁ, କଣ ସଜେସନ ଦଉଥିଲୁ ଲୋ? ନାଇଁ ବା ଦିଦି, ଏ ମୋରି ଗୋଟେ ସାଙ୍ଗଟେ ଏଇ ବର୍ଷେ ତଳେ ବାହା ହେଇଥିଲା। କଣ କହିବି, ତା ଯା ଭାରି ହଇରାଣ କରୁଛି। ନା ଶାନ୍ତିରେ ତାକୁ ବସେଇ ଦଉଛି, ନା ଶାନ୍ତିରେ ତାକୁ ଖାଇବାକୁ ଦଉଛି, କିଛି ବି ନାହିଁ। ଆଉ ଟିକେ ନାକୁ କଣ କହିଦେଲେ ନୁହଁ କି ଯାଇକି ଶାଶୁ ଆଗରେ ଫୋଡି ଦଉଛି। କାହିଁକି ନା ତା ନାଁରେ, ବିଜାର ହେଇଗଲାଣି ପୁରାପୁରି। ସେଇ କଥା କହୁଥିଲା କଣ କରିବି କହ? ମୁଁ କହିଲି କିଛି କରିବୁନୁ, ସକାଳ ଟାଇମରେ ଯୋଉ ଚା ମାଗୁଛନ୍ତି ସେଇଥିରେ ନୁହଁ କି ଠୋପାଏ, ବେଶୀ ନୁହଁ ଠୋପାଏ ବିଷ ଟିକେ ମିଶେଇକି ଦେଇଦବୁ। ପିଇଦେଲି କାମ ଶେଷ। ଆଉ ଥିବ ଯେ କହିବ, ଏଇ କଥା କହିଲି ଆଉ କଣ କହିବି? ତମେ କଣ କହୁଥିଲ କି ମତେ? ନାଇଁ ଲୋ କିଛି ନୁହଁ, ଏଇଠି ତୁ ଏଠି ଠିଆ ହେଇଥିଲୁ ତ କଥା ହଉଥିଲୁ ତ ମୁଁ ଟିକେ ଶୁଣିଲି ତ ସେଥିପାଇଁ ଆସିଲି ଆଉ କାହା ସହିତ କଥା ହଉ। ମୁଁ ଯାଉଛି ଆଁ। ମୁଁ ଜାଣିଛି କଣ ପାଇଁ ଆସିଛନ୍ତି। 4ଟା ହେଇଗଲା, ମୁଣ୍ଡ ବିନ୍ଧା ହବ, ଚାହା ମାଗିବାକୁ ଆସିଥିଲେ। ମେଡିସିନ ଠିକ କାମ ଦେଇଛି। ମାଲୋ ମା, ତା ସାଙ୍ଗକୁ ସଜେସନ ଦଉଛି ଚାହାରେ ଠୋପେ ବିଷ ପକେଇଦବ। ମୁଁ ଆଉ କହିବିନି ତାକୁ ଚାହା ପିଇବାକୁ। ତାକୁ କଣ, ମୁଁ ଆଉ ବିଲକୁଲ ତାକୁ କହିବିନି, ମୁଁ ନିଜେ ଚାହା ବନେଇକି ପିଇବି ଲୋ ମା। କେତେବେଳେ ଭରସା ନାହିଁ କେତେବେଳେ ବିଷ ଦେଇଦବ, ବାବାରେ ବାବା ମୁଁ ଯାଏ।